ନମସ୍କାର ବନ୍ଧୁଗଣ। ଆଜିର ସମୟରେ ପିଲାମାନଙ୍କର ବିକାଶଜନିତ ସମସ୍ୟା ବହୁଳ ମାତ୍ରାରେ ବଢ଼ି ଚାଲିଛି। ଆପଣମାନେ ସମସ୍ତେ ହୁଏତ ଏସବୁ ସମସ୍ୟାକୁ ନିତିଦିନ ଜୀବନରେ ଦେଖୁଥିବେ ବା ତାକୁ ସାମ୍ନା କରୁଥିବେ। ସେଥିପାଇଁ ବହୁତ ମା ବାପା ଆଜି ଚିନ୍ତିତ ଅଛନ୍ତି। ତେବେ ଆସନ୍ତୁ ଜାଣିବା ବିକାଶଜନିତ ସମସ୍ୟା ବାସ୍ତବରେ କ'ଣ ଏବଂ ଆମେ କେମିତି ଜାଣିବା ଯେ ପିଲାଟି ବିକାଶଜନିତ ସମସ୍ୟାରେ ଆକ୍ରାନ୍ତ ଥାଇପାରେ। ବିକାଶଜନିତ ସମସ୍ୟା କହିଲେ ଯଦି ପିଲାଟି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ତା ବୟସ ଅନୁପାତରେ ବିକାଶର ସବୁ ଦିଗ ଗୁଡ଼ିକରେ ଠିକ୍ ଭାବେ ବିକାଶ କରୁନାହିଁ। ଏହା ଏକ ରୋଗ ନୁହେଁ, ଏହା ଏକ ଅବସ୍ଥା। ଏ ସମସ୍ୟା ସାଧାରଣତଃ ପିଲାର ଷୋଳ ବିକାଶ ହେବା ବୟସ ମାନେ ଆମେ କହିପାରିବା 0ରୁ 3 ବର୍ଷ ଭିତରେ ଦେଖାଯାଏ। ଆପଣମାନେ ଜାଣିଥିବେ ଯେ ସବୁ ପିଲାଙ୍କ ବିକାଶ ସମାନ ନୁହେଁ। କିଏ 16 ଚାଲିଲାଣି ତ କିଏ 16 କଥା ହେଲାଣି। ତା ମାନେ ନୁହେଁ ଆପଣ ତୁଳନା କରି କହିପାରିବେ ଯେ ପିଲାଟି ବିକାଶଜନିତ ସମସ୍ୟାରେ ଆକ୍ରାନ୍ତ। କିନ୍ତୁ ବିକାଶର ସବୁ ଦିଗ ପାଇଁ ସମୟସୀମାର ଗୋଟେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଉପଲବ୍ଧ। ସେହି ଅନୁସାରେ ଯଦି ପିଲାଟି କେଉଁ ଦିଗରେ ବିକାଶ କରୁନାହିଁ ତେବେ ହୁଏତ ସେ ବିକାଶଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥାଇପାରେ। ତେବେ ଏଠି ପ୍ରଶ୍ନ ଉଠୁଛି ବିକାଶର ଦିଗ ସବୁ କ'ଣ କ'ଣ? ମୁଖ୍ୟତଃ 4ଟା ଦିଗ। ପ୍ରାଥମିକ ଦିଗ ହେଉଛି ଶାରୀରିକ, ଦ୍ୱିତୀୟ ହେଉଛି ମାନସିକ, ତୃତୀୟ ହେଉଛି ସାମାଜିକ, ଚତୁର୍ଥ ହେଉଛି ଭାବନାତ୍ମକ। ଶାରୀରିକ ଦିଗ କହିଲେ ପିଲାଟି ଯଦି ସମୟ ଅନୁସାରେ ଶାରୀରିକ କାର୍ଯ୍ୟକଳାପ ଯେମିତିକି କଡ଼ ଲେଉଟାଇବା, ପେଟେଇବା, ଗୁରୁଣ୍ଡିବା, ବସିବା ବା ଚାଲିବା କରୁନାହିଁ ବା ବିଳମ୍ବ କରୁଛି ତେବେ ହୁଏତ ସେ ବିକାଶଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥାଇପାରେ। ସେମିତି ମାନସିକ ଦିଗ, ଯଦି ପିଲାଟି ସମୟ ଅନୁସାରେ ତା ଆଖପାଖ ଦୁନିଆକୁ ଜାଣିପାରୁନାହିଁ, କିଛି ବୁଝୁନାହିଁ, ଶୁଣୁନାହିଁ, କୌଣସି କଥାକୁ ଧ୍ୟାନ ଦେଉନାହିଁ ତେବେ ଏହା ମଧ୍ୟ ବିକାଶଜନିତ ସମସ୍ୟାର ଲକ୍ଷଣ ହୋଇଥାଇପାରେ। ସାମାଜିକ ଦିଗ କହିଲେ ପିଲାଟି ଯଦି ତା ଆଖପାଖ ଲୋକଙ୍କ ସହିତ ବୟସ ଅନୁସାରେ ମିଶୁନାହିଁ, କଥା ହୋଇପାରୁନାହିଁ, ଖେଳୁନାହିଁ ତେବେ ଏସବୁ ମଧ୍ୟ ବିକାଶଜନିତ ସମସ୍ୟାର ଲକ୍ଷଣ ହୋଇଥାଇପାରେ। ଭାବନାତ୍ମକ ଦିଗ କହିଲେ ପିଲାଟି ଯଦି ତା ବୟସ ଅନୁସାରେ ତା ଭାବନାକୁ ପ୍ରକାଶ କରୁନାହିଁ, ଆପଣଙ୍କ ଭାବନାକୁ ବୁଝୁନାହିଁ ବା କିଛି ପ୍ରତିକ୍ରିୟା ଦେଉନାହିଁ ତେବେ ତା ମଧ୍ୟ ବିକାଶଜନିତ ସମସ୍ୟାର ଲକ୍ଷଣ ହୋଇଥାଇପାରେ। ତେବେ ସବୁ ପିଲା ସମାନ ନୁହନ୍ତି। ହୁଏତ କିଏ ପିଲା କେଉଁ ଦିଗରେ ସରଳ ବିକାଶ କରିଯାଇପାରେ, କିଏ ପିଲା ଟିକେ ବିଳମ୍ବରେ କରେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଯଦି ନ ହୁଏ ତେବେ ତାକୁ ବିକାଶଜନିତ ସମସ୍ୟାରେ ଆକ୍ରାନ୍ତ ବୋଲି କୁହାଯାଇପାରେ। ଆଜିର ସମୟରେ ଏସବୁ ସମସ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ସ୍ୱାସ୍ଥ୍ୟ ବିଜ୍ଞାନର ବିଶେଷଜ୍ଞଙ୍କ ପାଖରେ ନା ତ ଏହା ପାଇଁ ସଠିକ୍ କାରଣ ଅଛି ନା ତ ସଠିକ୍ ପ୍ରତିକାର। ତେଣୁ ବର୍ତ୍ତମାନର ପରିସ୍ଥିତିରେ ସବୁଠୁ ଆବଶ୍ୟକ ହେଉଛି ଆପଣମାନଙ୍କ ସଚେତନତା। ସେଥିପାଇଁ ମୋର ଏ ଛୋଟ ପ୍ରୟାସ ଏମିତି ଆଗକୁ ଏସବୁ ସମସ୍ୟା ବିଷୟରେ ମୋର ଜ୍ଞାନ ଅନୁସାରେ ସବିଶେଷ ତଥ୍ୟ ଆପଣମାନଙ୍କ ପାଖରେ ପହଞ୍ଚିବାକୁ ନିଶ୍ଚିତ ଭାବରେ ଚେଷ୍ଟା କରିବି। ଧନ୍ୟବାଦ। ଜୟ ଜଗନ୍ନାଥ।